नमस्कार। ओम नमो भगवते वासुदेवाय। ଆଜି ଆମେ ଏମିତି ଏକ ଗ୍ରନ୍ଥ ଭିତରକୁ ଯିବା ଯାହା ସତରେ ଯୁଗ ଯୁଗ ଧରି ଆମକୁ ବାଟ ଦେଖେଇ ଆସିଛି। ଶ୍ରୀମଦ୍ ଭଗବଦ୍ ଗୀତା, ସେଇ ଅମୃତ ଜ୍ଞାନ ଯାହା ମହାଭାରତର କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭରେ, ଭାବନ୍ତୁ ସେଇ ଭୟଙ୍କର ପରିସ୍ଥିତିରେ ଭଗବାନ ଶ୍ରୀକୃଷ୍ଣ ନିଜେ ଅର୍ଜୁନଙ୍କୁ ଦେଇଥିଲେ। ହଁ, ଏକ ଅଦ୍ଭୁତ ପରିସ୍ଥିତିରେ ଅଦ୍ଭୁତ ଜ୍ଞାନ। ଏକଦମ ଆମର ମୂଳ ଉତ୍ସ ତ ଏହି ମହାନ ଗ୍ରନ୍ଥ। ଆଉ ଆଜି ଆମେ ମୁଖ୍ୟତଃ ଦେଖିବା ଗୀତାର ତୃତୀୟ ଅଧ୍ୟାୟ କର୍ମଯୋଗ, ଆଉ ସେଥିରେ ବି ବିଶେଷ କରି 19 ନମ୍ବର ଶ୍ଲୋକ। ଗୋଟିଏ ଶ୍ଲୋକ, କିନ୍ତୁ ତା ଭିତରେ ଯେମିତି ପୁରା କର୍ମଯୋଗର ସାର ରହିଛି। ହଁ, ସେଟା ସତ୍। ଆଉ ଏହା ଆଜିକାଲି ଆମ ଜୀବନ ପାଇଁ କେତେ ଜରୁରୀ ସେ ବିଷୟରେ କଥା ହେବା। ଠିକ୍, ଏଇ ଯୋଉ ଆଧ୍ୟାତ୍ମିକ ଆଲୋଚନା, ଏହାର ପୁରା ମର୍ମ ବୁଝିବାକୁ ହେଲେ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ଆଉ ହଁ, ଯଦି ଏମିତି ଗଭୀର ଚର୍ଚ୍ଚା ଭଲ ଲାଗୁଛି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଯେମିତି ଆଗକୁ ଆହୁରି ଏମିତି ଆଲୋଚନା ଶୁଣିବାକୁ ମିଳିବ। ନିଶ୍ଚୟ। ତେବେ ଆସନ୍ତୁ ଆରମ୍ଭ କରିବା ସେଇ ଶ୍ଲୋକଟିରୁ। ତୃତୀୟ ଅଧ୍ୟାୟ କର୍ମଯୋଗ, ଶ୍ଲୋକ ସଂଖ୍ୟା 19। ତସ୍ମାଦ୍ ଅସକ୍ତଃ ସତତଂ କାର୍ଯ୍ୟଂ କର୍ମ ସମାଚର, ଅସକ୍ତୋ ହି ଆଚରନ୍ କର୍ମ ପରମାପ୍ନୋତି ପୁରୁଷଃ। 19। ଏହାର ସରଳ ଅର୍ଥ ହେଲା, ଭଗବାନ କହୁଛନ୍ତି, ହେ ଅର୍ଜୁନ, ସେଥିପାଇଁ ତୁମେ ଫଳ ପାଇବାର ଯେଉଁ ଇଚ୍ଛା ବା ଆସକ୍ତି, ତାକୁ ନ ରଖି ସବୁବେଳେ ନିଜର କର୍ତ୍ତବ୍ୟ କାମକୁ ଭଲ ଭାବରେ କର। କାରଣ ଏମିତି ଫଳଶକ୍ତି ନ ରଖି କାମ କରୁଥିବା ଲୋକ ହିଁ ପରମ ଗତି ବା ମୋକ୍ଷ ପାଏ। ବହୁ ସୁନ୍ଦର ଶ୍ଲୋକ। ଏଟା ପ୍ରକୃତରେ କହିବାକୁ ଗଲେ କର୍ମଯୋଗର ମୂଳଦୁଆ। ଖାଲି କାମ କରିବାକୁ କହୁନାହାନ୍ତି ଭଗବାନ। କେମିତି କଲେ ସେ କାମ ଆମକୁ ବାନ୍ଧିବାନି, ବରଂ ମୁକ୍ତି ଦେବ, ସେ କୌଶଳଟା ଶିଖଉଛନ୍ତି। ଏଠି ମୋ ମନକୁ ଗୋଟେ କଥା ଆସୁଛି। ଆପଣ ଦେଖିବେ ଏହି ଅଧ୍ୟାୟ ଆରମ୍ଭରେ ଅର୍ଜୁନ ବି ତ ସେଇଆ ପଚାରିଥିଲେ ନା, ଯେ ଯଦି ଜ୍ଞାନ ଏତେ ଭଲ, ତାହେଲେ ଏଇ ଯୁଦ୍ଧ ଭଳି ଭୟଙ୍କର କାମରେ ମୋତେ କାହିଁକି ଲଗୁଛନ୍ତି? ହଁ, ସେ ଦ୍ୱନ୍ଦ୍ୱଟା ଆଜି ବି ତ ଅନେକଙ୍କ ମନରେ ଆସେ, ଶାନ୍ତି ଚାହୁଁଛ ଯଦି ସବୁ କାମଦାମ ଛାଡ଼ି ଚୁପ୍ ବସି ପଡ଼ିବା କଥା, ନୁହେଁ କି? ଏଇଟା ଏକ ସାଧାରଣ ପ୍ରଶ୍ନ ଆଉ ବହୁତ ଗୁରୁତ୍ୱପୂର୍ଣ୍ଣ ବି। ଭଗବାନ କିନ୍ତୁ ଏକଦମ ସ୍ପଷ୍ଟ କରିଦେଉଛନ୍ତି। ସେ କହୁଛନ୍ତି, ନା, କାମଟା ନିଜେ ସମସ୍ୟା ନୁହେଁ। ସମସ୍ୟା ହେଉଛି ସେ କାମ ସାଙ୍ଗରେ ଆମର ଯୋ ଆସକ୍ତିଟା ଯୋଡ଼ି ହେଇ ରହିଛି। ଆଚ୍ଛା, ଆସକ୍ତି? ହଁ, ପ୍ରକୃତ ଶାନ୍ତି କାମ ଛାଡ଼ିବାରେ ନାହିଁ, କାମ କରୁ କରୁ ସେଇ ଆସକ୍ତିଟାକୁ ଛାଡ଼ିବାରେ ଅଛି। କାମ ତ କରିବାକୁ ପଡ଼ିବ। ତେବେ ଏଇ ଆସକ୍ତି ଶବ୍ଦଟା, ଏଇଟାକୁ ଟିକେ ଭଲ ଭାବେ ବୁଝିବା। ଏହାର ପ୍ରକୃତ ମାନେ କ'ଣ? ଖାଲି ଫଳ ଆଶା କରିବା ନା ଆଉ କିଛି? ନା, ଖାଲି ଫଳ ଆଶା କରିବା ନୁହେଁ। ସେଇଟା ତ ଗୋଟେ ଅଂଶ। ଦେଖନ୍ତୁ, ଆସକ୍ତି ମାନେ ହେଲା ସେଇ ଫଳ ସାଙ୍ଗରେ ନିଜକୁ ପୁରା ବାନ୍ଧିଦେବା। ନିଜର ଅହଙ୍କାର, ନିଜର ସୁଖ ଦୁଃଖ, ମାନ ଅପମାନ ସବୁକୁ ସେ ଫଳ ଉପରେ ନିର୍ଭରଶୀଳ କରିଦେବା। ଓହୋ। ଯେମିତି, ମୁଁ ଏତେ କଲି, ମୋତେ ତ ଭଲ ଫଳ ମିଳିବା ଦରକାର। ଯଦି ନ ମିଳିଲା ତାହେଲେ ମୋର ସବୁ ବେକାର। ଲୋକେ କ'ଣ କହିବେ? ଏସବୁ ଭାବନା ହିଁ ଆସକ୍ତି। ମୂଳ କଥା ହେଲା, ସେ ମୁଁ କରୁଛି, ମୋର ଫଳ, ଆଉ ଫଳରୁ କ'ଣ ପାଇବି, କ'ଣ ହରାଇବି, ସେଇ ହିସାବ, ସେଇଟା ହିଁ ଆସକ୍ତି। କିନ୍ତୁ ଦେଖନ୍ତୁ, ଆଜିକାଲି ଦୁନିଆରେ ଏତେ ପ୍ରତିଯୋଗିତା, ସବୁକିଛି ତ ରେଜଲ୍ଟ ଉପରେ। ଚାକିରି, ପ୍ରମୋସନ, ସମାଜରେ ସ୍ଥାନ। ସେଠି ଫଳ କଥା ନ ଭାବି କିଏ କେମିତି କାମ କରିବ? ଏଇଟା କ'ଣ ପ୍ରାକ୍ଟିକାଲ? ଏଇଟା କ'ଣ ଗୋଟେ ପ୍ରକାର କାମ ପ୍ରତି ଅବହେଳା ନୁହେଁ? ଏଟା ବହୁତ ବଡ଼ ପ୍ରଶ୍ନ, ଆଉ ବାସ୍ତବ ଜୀବନରେ ଏଇ ଦ୍ୱନ୍ଦ୍ୱ ଆସେ। କିନ୍ତୁ ଭଗବାନ ଏଠି ଉଦାସୀନ ହେବାକୁ କହୁନାହାନ୍ତି। ସେ କହୁଛନ୍ତି, କାର୍ଯ୍ୟଂ କର୍ମ ସମାଚର, ମାନେ ଯାହା ତୁମ କର୍ତ୍ତବ୍ୟ ତାକୁ ସମ୍ୟକ୍ ରୂପେ, ମାନେ ଯେତେ ଭଲ ଭାବରେ ହେବ ସେତେ ଭଲରେ କର। ଆଚ୍ଛା। ପୁରା ଦକ୍ଷତା ଲଗେଇ, ନିଷ୍ଠା ରଖି, ମନ ଦେଇ କାମ କର। କିନ୍ତୁ ପାର୍ଥକ୍ୟଟା ଆସୁଛି ଆମ ମନର ସ୍ଥିତିରେ। ଆମେ କାମଟାକୁ କର୍ତ୍ତବ୍ୟ ଭାବି କରିବା, କିନ୍ତୁ ସେଇ ଫଳଟାକୁ ଆମ ସୁଖ, ଦୁଃଖ ବା ନିଜ ମୂଲ୍ୟର ମାପଦଣ୍ଡ କରିବାନି। ଚେଷ୍ଟା କରିବା ଫଳ ପାଇଁ, କିନ୍ତୁ ଫଳ ନ ମିଳିଲେ ଭାଙ୍ଗି ପଡ଼ିବାନି, କି ମିଳିଗଲେ ଅହଙ୍କାରରେ ଫୁଲିଯିବାନି। ଏଇଟା ଉଦାସୀନତା ନୁହେଁ, ଏଇଟା ହେଲା ଭିତରର ସ୍ୱାଧୀନତା। ଭିତରର ସ୍ୱାଧୀନତା, ବଢ଼ିଆ କହିଲେ। ହଁ, ଏକ ପ୍ରକାର ମାନସିକ ଶକ୍ତି ଯାହା ଆମକୁ ବାହାର ପରିସ୍ଥିତିର ଗୋଲାମ ହେବାକୁ ଦିଏନି। ବୁଝିଲି। ତେବେ କର୍ମ କରିବା ହେଲେ ଆସକ୍ତି ଛାଡ଼ିବା। କିନ୍ତୁ ସେଇ ମୂଳ ପ୍ରଶ୍ନଟା ପୁଣି ଆସୁଛି,
କର୍ମ କରିବା କାହିଁକି ଜରୁରୀ? ଯଦି ଆସକ୍ତିରୁ ଏତେ ଦୁଃଖ, ତେବେ ସବୁ କାମ ଛାଡ଼ିଦେଲେ ତ ଆଉ ଆସକ୍ତି ରହିବନି, ସମସ୍ୟା ବି ରହିବନି। ହଁ, ଏହାରୁ ବି ସ୍ପଷ୍ଟ ଉତ୍ତର ଦେଇଛନ୍ତି ଭଗବାନ। ଦେଖନ୍ତୁ, ପ୍ରଥମ କଥା ହେଲା, ଶରୀର ଥିବା ଯାଏ କେହି ବି ମୁହୂର୍ତ୍ତେ କାମ ନ କରି ରହିପାରିବେନି। ନିଶ୍ୱାସ ନେବା, ଖାଇବା, ଚାଲିବା ସବୁ ତ କର୍ମ। ପ୍ରକୃତି ଆମକୁ ବାଧ୍ୟ କରି କର୍ମ କରାଏ। ଠିକ୍। ଦ୍ୱିତୀୟରେ, ସମାଜ ଚାଲିବ କେମିତି? ନିଜ ପେଟ ପୋଷିବା, ପରିବାର ଚଳେଇବା, ଏସବୁ ପାଇଁ କାମ ଦରକାର। ସମସ୍ତେ କାମ ଛାଡ଼ିଦେଲେ ତ ସବୁ ଅଚଳ ହେଇଯିବ। ସେଇଟା ବି ଠିକ୍। ଆଉ ତୃତୀୟ, ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ କାମକୁ ଠିକ୍ ମନୋଭାବରେ କରାଯାଏ, ମାନେ ଆସକ୍ତି ନ ରଖି, ସେତେବେଳେ ସେଇ କାମଟା ଆମ ମନକୁ ସଫା କରାଇବାରେ ବହୁତ ସାହାଯ୍ୟ କରେ। କାମ କରିବା ଦ୍ୱାରା ହିଁ ଆମ ମନ ଭିତରେ ଥିବା ରାଗ, ଦ୍ୱେଷ, ଲୋଭ, ଅହଙ୍କାର, ଏମିତି ମଇଳା ସବୁ ସଫା ହୁଏ। ଆଚ୍ଛା। ଖାଲି ବାହାରୁ କାମ ଛାଡ଼ିଦେଲେ ମନ ସଫା ହୁଏନି, ବରଂ ଅଳସୁଆ ମନରେ ଆହୁରି ଅଯଥା ଚିନ୍ତା ପଶେ। ତେଣୁ କର୍ମରୁ ପଳେଇବା ବାଟ ନୁହେଁ, କର୍ମ ଭିତରେ ହିଁ ବାଟ ଅଛି, ଯଦି ଠିକ୍ ଭାବରେ କରାଯାଏ। ତେବେ ସେଇ ଠିକ୍ ଭାବଟା, ସେଇ ସଠିକ୍ ପଦ୍ଧତିଟା କ'ଣ? ଭଗବାନ କେମିତି କରିବାକୁ କହୁଛନ୍ତି? ଭଗବାନଙ୍କ ନିର୍ଦ୍ଦେଶ ଏକଦମ ସରଳ ଆଉ ସ୍ପଷ୍ଟ। ପ୍ରଥମେ, ସତତମ୍ କାର୍ଯ୍ୟଂ କର୍ମ ସମାଚାର, ମାନେ ନିରନ୍ତର ଭାବେ ନିଜର ଯାହା କର୍ତ୍ତବ୍ୟ କାମ ତାକୁ ସମ୍ୟକ୍ ଭାବରେ, ପୁରା ନିଷ୍ଠାର ସହ କର। ଦ୍ୱିତୀୟରେ, ଅସକ୍ତଃ, କାମ କଲାବେଳେ ପୁରା ଅନାସକ୍ତ ରୁହ, ମାନେ ଫଳ ସାଙ୍ଗରେ ନିଜକୁ ଯୋଡ଼ନି। ଫଳ ଭଲ ହଉ କି ମନ୍ଦ, ସେଥିରେ ଏତେ ବ୍ୟସ୍ତ ହୁଅନି। ଠିକ୍। ଆଉ ତୃତୀୟ ହେଲା ସମର୍ପଣ ଭାବ। ସବୁ କାମ ଯେମିତି ଭଗବାନଙ୍କ ପାଇଁ କରୁଛ ବା ତାଙ୍କୁ ଦେଇ ଦଉଛ, ଏମିତି ଭାବ ରଖ। ଏମିତି କଲେ ମୁଁ କରୁଛି ବୋଲି ଯେଉଁ ଅହଙ୍କାର, ସେଟା କମିଯାଏ। ବା। ଏ ତିନିଟାକୁ ମିଶେଇ ଦେଲେ ଯାହା ହେଲା, ସେଇଟା ହେଲା ନିଷ୍କାମ କର୍ମଯୋଗ। ଏଇଟା ଗୋଟେ ସାଧନା। ତଥାପି, ମାନେ ମୋ ମନରେ ଆଉ ଗୋଟେ ପ୍ରଶ୍ନ ଅଛି। ଫଳ ଆଶା କଲେ ସେଇଟା ବନ୍ଧନ କେମିତି ହେଉଛି? ଧରନ୍ତୁ ଜଣେ ପିଲା ପରୀକ୍ଷା ପାଇଁ ରାତିଦିନ ପରିଶ୍ରମ କରୁଛି। ଭଲ ଫଳ ଆଶା କରିବା ତ ସ୍ୱାଭାବିକ, ଏଥିରେ କ'ଣ ଅସୁବିଧା? ଦେଖନ୍ତୁ, ଆଶା କରିବା ଆଉ ଆସକ୍ତ ହେଇଯିବା ଭିତରେ ଗୋଟେ ସୂକ୍ଷ୍ମ ଫରକ ଅଛି। ଯେତେବେଳେ ଆମେ ଫଳ ପାଇଁ ପୁରା ଆସକ୍ତ ହେଇଯାଉ, ସେତେବେଳେ ଆମ ମନର ଶାନ୍ତିଟା ସେଇ ଫଳ ଉପରେ ନିର୍ଭର କରେ। ହଁ। ସେଇ ପରୀକ୍ଷା କଥା ନିଅନ୍ତୁ। ଯଦି ଫଳ ଆଶା ଅନୁସାରେ ହେଲା, ତେବେ ମନରେ ଅହଙ୍କାର ଆସିଯାଏ। ବାଃ, ମୁଁ କେତେ ଭଲ ପଢ଼ିଲି, ମୋ ପରିଶ୍ରମ ସାର୍ଥକ ହେଲା। ଏ ଅହଙ୍କାର ପରେ ପୁଣି ଦୁଃଖ ଦେଇପାରେ। ଆଚ୍ଛା। ଆଉ ଯଦି ଫଳ ଆଶା ଅନୁସାରେ ନ ହେଲା, ତାହେଲେ ସାଙ୍ଗେ ସାଙ୍ଗେ ଦୁଃଖ, ନିରାଶା, ହତାଶା, ଏପରିକି ରାଗ ବି ଆସେ। ମୋ ସାଙ୍ଗରେ କାହିଁକି ଏମିତି ହେଲା? ଭଗବାନ ନାହାନ୍ତି, ସବୁ ବେକାର, ଏମିତି ଭାବନା ଆସେ। ହଁ, ଏମିତି ହୁଏ। ତ ଦୁଇ ପରିସ୍ଥିତିରେ ମନ ଅଶାନ୍ତ, କାରଣ ମନଟା ବାହାର ଫଳର ଦାସ ହେଇଯାଇଛି। ଆଉ ବାହାର ଫଳ ତ ସବୁବେଳେ ଆମ ହାତରେ ନଥାଏ। ଏବେ ଅନ୍ୟ ପଟଟା ଦେଖନ୍ତୁ, ଯଦି ସେ ପିଲାଟି ନିଜ କର୍ତ୍ତବ୍ୟ ଭାବି ପୁରା ମନ ଦେଇ ପରିଶ୍ରମ କଲା, କିନ୍ତୁ ଫଳକୁ ନେଇ ଏତେ ବ୍ୟସ୍ତ ହେଲାନି, ସେ ଭାବିଲା ମୁଁ କାମ ପଢ଼ିବା, ମୁଁ ମୋର ବେଷ୍ଟ ଦେବି, ଫଳ ଯାହା ହବ ଦେଖାଯିବ। ଏବେ କ'ଣ ହବ? ପରୀକ୍ଷା ବେଳେ ମନ ଶାନ୍ତ ରହିବ, ଭଲ ଏକାଗ୍ରତା ଆସିବ। ଫଳ ବାହାରିଲା ପରେ ଯଦି ଭଲ ହେଲା, ସେ ଖୁସି ହବ, କିନ୍ତୁ ଅହଙ୍କାରରେ ଭାସିଯିବନି। ଠିକ୍। ଯଦି ଭଲ ନ ହେଲା, ଟିକେ ଦୁଃଖ ଲାଗିପାରେ, କିନ୍ତୁ ସେ ଭାଙ୍ଗି ପଡ଼ିବନି। ସେ ଭାବିବ କେଉଁଠି ଭୁଲ ରହିଲା, ଆଉ ଥରେ ଚେଷ୍ଟା କରିବି। ମନଟା ସ୍ଥିର ରହିବ। ମାନସିକ ସ୍ଥିରତା। ହଁ, ଏଇ ଯୋଉ ମାନସିକ ସ୍ଥିରତା, ଏଇ ଯୋଉ ସମଭାବ, ଏଇଟା ହିଁ ଅନାସକ୍ତ କର୍ମର ସବୁଠୁ ବଡ଼ ଲାଭ। ଏମିତି ହେଲେ ଧୀରେ ଧୀରେ ଅହଙ୍କାର କମେ, ଆତ୍ମବିଶ୍ୱାସ ବଢ଼େ, କିନ୍ତୁ ଫଳ ଉପରେ ନୁହେଁ, ନିଜ ଚେଷ୍ଟା ଉପରେ। ଆଉ ମନ ଶାନ୍ତ ହୁଏ। ଏଇ ଶାନ୍ତିଟା ହିଁ ସେ ପରମାପ୍ନତି ବା ପରମଗତିର ଆରମ୍ଭ। ଏହା ତ ସତରେ ଏକ ପୁରା ଅଲଗା ଦୃଷ୍ଟିକୋଣ। ଏହାକୁ ଆମ ଦୈନନ୍ଦିନ ଜୀବନର ଆଉ କୋଉଠି ଲଗାଇ ପାରିବା? ଅଫିସରେ ବା ସମ୍ପର୍କରେ? ନିଶ୍ଚିତ ଭାବେ ସବୁଠି। ଆଜିକାଲି ଅଫିସ କାମକୁ ଦେଖନ୍ତୁ, ଟାର୍ଗେଟ, ଡେଡଲାଇନ, ପ୍ରୋଜେକ୍ଟ, ଏସବୁ ତ ଅଛି। କାମ ତ କରିବାକୁ ପଡ଼ିବ, କିନ୍ତୁ ଯଦି କେହି ନିଜର ପରିଚୟ, ନିଜର ସମ୍ମାନକୁ କେବଳ ସେ କାମର ସଫଳତା ସାଙ୍ଗରେ ଯୋଡ଼ି ଦିଏ, ତାହେଲେ ସେ ସବୁବେଳେ ଗୋଟେ ଚାପରେ ରହିବ। ହଁ, ସେଇଟା ଠିକ୍। ପ୍ରଶଂସା ମିଳିଲେ ଖୁସି, କିଏ ଟିକେ କିଛି କହିଦେଲେ ମନ ଦୁଃଖ। ଏହା ବଦଳରେ ଯଦି ସେ ଭାବେ, ମୁଁ କାମ ହେଲା ମୁଁ ଦାୟିତ୍ୱକୁ ଭଲରେ କରିବା,
ଫଳଟା ତ ବହୁତ କଥା ଉପରେ ନିର୍ଭର କରେ, ତାହେଲେ ସେ ବହୁତ ଶାନ୍ତିରେ କାମ କରିପାରିବ ଆଉ ବୋଧହୁଏ ଆହୁରି ଭଲ କାମ କରିବ। ସମ୍ପର୍କ କ୍ଷେତ୍ରରେ ବି ସେମିତି। ଆମେ ପରିବାର ଲୋକଙ୍କୁ, ସାଙ୍ଗସାଥୀଙ୍କୁ ଭଲ ପାଉ, ଯତ୍ନ ନେଉ, ଏଇଟା ଆମ କର୍ତ୍ତବ୍ୟ। କିନ୍ତୁ ଯେତେବେଳେ ସେ ଭଲ ପାଇବାଟା ଅଧିକାର ପାଲଟିଯାଏ, ମୁଁ ତୋ ପାଇଁ ଏତେ କରୁଛି, ତୁ ମୋ ପାଇଁ ଏତିକି କରିବା କଥା, ଏ ଯୋଉ ଆଶା ବା ଆସକ୍ତି ଆସିଯାଏ, ସେଇଠୁ ଦୁଃଖ ଆରମ୍ଭ। କାହାକୁ ଭଲ ପାଇବା କିନ୍ତୁ ତା ଉପରେ ମାଲିକାନା ନ ଦେଖେଇବା, ତା ସ୍ୱାଧୀନତାକୁ ସମ୍ମାନ ଦେବା, ଏଇଟା ହେଲା ଅନାସକ୍ତ ପ୍ରେମ ବା ସମ୍ପର୍କ। ଏହାର ମାନେ ନୁହେଁ ଯେ ଆମେ କମ୍ ଭଲ ପାଇବା, ବରଂ ଆମ ଭଲ ପାଇବା ଆହୁରି ଶୁଦ୍ଧ, ଆହୁରି ନିଃସ୍ୱାର୍ଥପର ହେବ। ଆଜିକାଲି ସୋସିଆଲ ମିଡିଆ କଥା ବି ଏଠି କୁହାଯାଇପାରେ ବୋଧେ। ଗୋଟେ ଫଟୋ ପକେଇଦେଲା ପରେ କେତେ ଲାଇକ୍ ଆସିଲା, କିଏ କ'ଣ କମେଣ୍ଟ ଦେଲା, ତାକୁ ନେଇ ଘଣ୍ଟା ଘଣ୍ଟା ବ୍ୟସ୍ତ ହେବା, ଏଇଟା ବି ସେଇ ଆସକ୍ତି ନୁହେଁ କି? ଏକ୍ଜାକ୍ଟଲି, ଠିକ୍ ଧରିଛନ୍ତି। ଏଇଟା ଆସକ୍ତିର ଗୋଟେ ନୂଆ ରୂପ। ବାହାର ଲୋକଙ୍କ ସ୍ୱୀକୃତି ଉପରେ ନିଜ ମନର ଶାନ୍ତିକୁ ନିର୍ଭର କରେଇଦେବା। ଅନାସକ୍ତ ଭାବ ଥିଲେ ଆମେ ସୋସିଆଲ ମିଡିଆ ବ୍ୟବହାର କରିପାରିବା, ନିଜ କଥା କହିପାରିବା, କିନ୍ତୁ ସେଥିରୁ ଯାହା ଫିଡ୍‌ବ୍ୟାକ୍ ଆସିଲା ତାକୁ ନେଇ ଆମ ମନର ସ୍ଥିରତା ହରେଇବାନି। ତେବେ ଯେତେବେଳେ କେହି ସତରେ ଏଇ ଅନାସକ୍ତ କର୍ମଯୋଗକୁ ଅଭ୍ୟାସ କରେ, ସେତେବେଳେ ତା ମନର ଅବସ୍ଥା କେମିତି ହୁଏ? କ'ଣ ସେ ସୁଖ ଦୁଃଖରୁ ପୁରା ଉପରକୁ ଉଠିଯାଏ? ହଁ, ଧୀରେ ଧୀରେ ସେୟା ହୁଏ। ମନଟା ଗୋଟେ ଶାନ୍ତ, ସ୍ଥିର ଅବସ୍ଥାକୁ ଆସେ। ସଫଳ ହେଲେ ବେଶୀ ଫୁଲି ଉଠେନି କି ବିଫଳ ହେଲେ ପୁରା ଭାଙ୍ଗି ପଡ଼େନି। କିଏ ପ୍ରଶଂସା କଲା ବା ନିନ୍ଦା କଲା, ସେଥିରେ ସହଜରେ ବିଚଳିତ ହୁଏନି। ଏଇଟା ଭିତରେ ଗୋଟେ ଦୃଢ଼ତା ଆଣିଦିଏ। ମନଟା ଯେମିତି ଗୋଟେ ସଫା କାଚ ପରି ହେଇଯାଏ, ଯେଉଁଥିରେ ବାହାର ପରିସ୍ଥିତିର ଛବି ପଡ଼େ, କିନ୍ତୁ କାଚଟା ନିଜେ ବଦଳେନି। ବାଃ, ଭାରି ସୁନ୍ଦର ଉପମା। ଏଇ ସ୍ଥିତିରେ ହିଁ ଲୋକ ନିଜର ପ୍ରକୃତ ସ୍ୱରୂପ, ନିଜ ଆତ୍ମାକୁ ଅନୁଭବ କରିବା ଆରମ୍ଭ କରେ। ଏଇଟା ହିଁ ସେ ପରମାପ୍ନୋତି, ପରମ ଗତି ବା ମୁଖ୍ୟ ଆଡ଼କୁ ଯିବା। ଏହାର ମାନେ ହେଲା, ମୁକ୍ତି ପାଇଁ ସଂସାର ଛାଡ଼ି କୁଆଡ଼େ ଯିବା ଦରକାର ନାହିଁ। ଏହି ସଂସାରରେ ରହି ନିଜର ସବୁ କାମ କରିବି ମୁକ୍ତି ମିଳିପାରେ, ଯଦି ଆମେ ଏହି କର୍ମଯୋଗରୁ କୌଶଳଟା ଶିଖିଯିବା। ନିଶ୍ଚିତ ଭାବରେ। ଏଇଟା ହିଁ ଗୀତାର ଗୋଟେ ବହୁତ ବଡ଼ କଥା। କର୍ମଯୋଗ ହେଉଛି ସଂସାରରେ ରହି ସଂସାରରୁ ମୁକ୍ତ ହେବାର ବାଟ। ଏଇଟା ପଡ଼େଇ ଯିବାର ବାଟ ନୁହେଁ, ଏଇଟା ବଦଳି ଯିବାର ବାଟ। ଆମ ସାଧାରଣ କାମକୁ ଗୋଟେ ଯଜ୍ଞରେ ବଦଳେଇ ଦେବାର କଳା। ବାସ୍ତବରେ ଆଜିର ଆଲୋଚନା ବହୁତ କିଛି ନୂଆ କଥା ଶିଖେଇଲା। ତେବେ ଯଦି ଆମେ ଏହି ଶ୍ଲୋକର ମୂଳ କଥାଟାକୁ ଗୋଟିଏ ଲାଇନରେ କହିବା, କ'ଣ କହିବା? ମୋ ମତରେ ସାରାଂଶ କଥା ହେଲା, କର୍ତ୍ତବ୍ୟ କର, ଫଳର ମୋହ ଛାଡ଼, ଆଉ ପରମ ଶାନ୍ତି ପାଅ। କାମଟା ବାନ୍ଧେନି, ସେଥିରେ ଥିବା ମୋହଟା ବାନ୍ଧେ। ସେଇ ମୋହ ଛାଡ଼ି କାମ କଲେ ମୁକ୍ତିର ବାଟ ଖୋଲେ। ବହୁତ ସୁନ୍ଦର। ଏହି ଗଭୀର କଥା ପରେ ଆମ ସମସ୍ତଙ୍କ ପାଇଁ ଗୋଟେ ଛୋଟ ଚିନ୍ତା। ଆସନ୍ତୁ ମୁହୂର୍ତ୍ତ ଭାବିବା, ଆମ ଦୈନିକ ଜୀବନରେ ଏମିତି କୋଉ କାମ ଅଛି ଯାହାକୁ ଆମେ ଆହୁରି ନିଷ୍ଠାରେ କରିପାରିବା, କିନ୍ତୁ ଫଳର ଚିନ୍ତାକୁ ଟିକେ କମ୍ କରେ? କୋଉଠି ଆମେ ଫଳାଫଳରୁ ମନ ହଟାଇ ଖାଲି କାମ କରିବାର ଯେଉଁ ଆନନ୍ଦ, ତା ଉପରେ ବେଶୀ ଧ୍ୟାନ ଦେଇପାରିବା? ଏଇଟା ହୁଏତ ଛୋଟ ପାଦଟି ହେବ, କିନ୍ତୁ ମନର ଶାନ୍ତି ପାଇଁ ଗୋଟେ ବଡ଼ ପାଦ ହେଇପାରେ। ନିଶ୍ଚୟ। ଯଦି ଆଜିର ଏଇ ଆଧ୍ୟାତ୍ମିକ ଆଲୋଚନା, ଗୀତାର ଏଇ ଅମୂଲ୍ୟ ଶ୍ଲୋକ ଉପରେ ଆମର ଏ ଯେଉଁ କଥାବାର୍ତ୍ତା କାହାକୁ କିଛି ନୂଆ ଦିଗ ଦେଖେଇଥାଏ ବା ମନକୁ ଛୁଇଁଥାଏ, ତେବେ ନିଶ୍ଚୟ ଲାଇକ୍ କରନ୍ତୁ ଆଉ ନିଜ ଲୋକଙ୍କ ସହ, ସାଙ୍ଗମାନଙ୍କ ସହ ସେୟାର କରନ୍ତୁ। କିଏ ଜାଣେ ଏ କଥା କାହା ଜୀବନରେ ଟିକେ ଶାନ୍ତି ଆଣିବାରେ ସାହାଯ୍ୟ କରିବ କି ନାହିଁ। ହଁ, ଜ୍ଞାନ ବାଣ୍ଟିଲେ ବଢ଼େ। ଏମିତି କଲେ ଆମେ ସମସ୍ତେ ଭଗବାନ ଶ୍ରୀକୃଷ୍ଣଙ୍କର ଏହି କରୁଣାର ବାଣୀକୁ ଆଗକୁ ନେବାରେ ସାହାଯ୍ୟ କରିବା ଆଉ ତାଙ୍କ ଆଶୀର୍ବାଦ ପାଇବା। ଆପଣଙ୍କର କିଛି ମତାମତ ବା ଅନୁଭୂତି ଥିଲେ ଆମକୁ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖି ଜଣେଇ ପାରିବେ। ଆଗକୁ ଗୀତାର ଆଉ ଶ୍ଲୋକ ବା ଅଧ୍ୟାୟ ଉପରେ ଏମିତି ଆଲୋଚନା ଶୁଣିବା ପାଇଁ ଆମ ସାଙ୍ଗରେ ଯୋଡ଼ି ହେଇ ରୁହନ୍ତୁ। ନମସ୍କାର। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।